ମାନଙ୍କୁ ଜାଗ୍ରତ ଦେଖିବେ ସେମାନେ ଧନ୍ୟ ଅଟନ୍ତି, ସେମାନେ ବ୍ଲେସେଡ ଅଟନ୍ତି। ପ୍ରଭୁ ଆସିକି ପହଞ୍ଚିକି କବାଟ ବାଡେଇଲା ବେଳକୁ ଆପଣ ରେଡି ଦ୍ୱାର ଖୋଲିବା ପାଇଁ। ପ୍ରଭୁ ଆଜି ମୁଁ ଆପଣଙ୍କର ଅପେକ୍ଷାରେ ଅଛି। ଯଦି ଆଜି ଆପଣଙ୍କର ଆଗମନ ହୁଏ ତାହେଲେ ମୁଁ ଉଠିବା ପାଇଁ ମୋର ହୃଦୟ ଜାଗ୍ରତ ଅଛି। ଯେପରି ଆମେ ପରମ ଗୀତରେ ଦେଖୁନା, ମୁଁ ନିଦ୍ରିତ ଥିଲି କିନ୍ତୁ ମୋର ହୃଦୟ ଜାଗ୍ରତ ଥିଲା। ମୁଁ ନିଦ୍ରିତ ଥିଲି କିନ୍ତୁ ମୋ ହୃଦୟ ଜାଗ୍ରତ ଥିଲା। କେହି ଜଣେ ଆସିକି କବାଟରେ ଆଘାତ କଲେ। ଯେତେବେଳେ ଇଏ ପ୍ରସ୍ତୁତ ହେଲେ ନାହିଁ ଯିବା ପାଇଁ, ସେତେବେଳେ ସେ ଚାଲିଗଲେ। ତାପରେ ସେ ଦ୍ୱାର ଫିଟଉଛନ୍ତି, ଆଉ ଦେଖାଯାଉଛି ଯେ ବାହାରେ ସେ ନାହାନ୍ତି, ସେ ଚାଲି ଯାଇଅଛନ୍ତି। କିନ୍ତୁ ମୋ ପ୍ରିୟ ମାନେ, ଆମେ ସେମିତି ନ ହେଉ, ଆମେ ସେପରି ନ ହଉ। ଆମେ ତାଙ୍କ ଅପେକ୍ଷା କରୁ, ଆଉ ଦ୍ୱାରର ଆଘାତ ମାତ୍ରେ ଆମେ ଫିଟାଇ ଦଉ, ଯଦ୍ୱାରା ସେ ଆସିବେ ଆଉ ଆମ ସହିତ ଭୋଜନ କରିବେ। ତଳକୁ 38 ପଦ। ଆଉ ସେ ଯଦି ରାତ୍ରର ଦ୍ୱିତୀୟ କି ତୃତୀୟ ପ୍ରହରରେ ସୁଦ୍ଧା ଆସି ସେମାନଙ୍କୁ ସେପରି ଦେଖନ୍ତି, ତାହେଲେ ସେହି ଦାସ ମାନେ ଧନ୍ୟ। ଏଇଠି ଲେଖାଯାଏ ଯେ ପ୍ରଭୁ ଟାଇମ ଦେଇଥିଲେ କି ଆସିବାର ଆପଣ ଜାଣିଥିଲେ, ଆପଣ କେବଳ ଧନ୍ୟ ହେଇଥାନ୍ତେ, ତା ନୁହେଁ। ଦ୍ୱିତୀୟ ପ୍ରହରରେ ଆଇଲା ବେଳେ ବି ଆପଣ ଅପେକ୍ଷା କରିଛନ୍ତି, ତୃତୀୟ ପ୍ରହରରେ ଆସିଲା ବେଳେ ବି ଆପଣ ଅପେକ୍ଷା କରିଛନ୍ତି, ସେମାନେ ଧନ୍ୟ ବୋଲି ଲେଖାଯାଏ। ସେମାନେ ବି ଧନ୍ୟ। ମୁଁ ଏବେ ପଚାରୁଥିଲି ଆପଣଙ୍କୁ, 12ଟା ହଁ, 2ଟା ହଁ, 4ଟା ହଁ। ଏଠି ପରମେଶ୍ୱର ସେଇ କଥା ତ କହୁଛନ୍ତି ଯେ ଆମେ ଦ୍ୱାରରେ ଆଘାତ କରୁଛୁ, କଣ ତୁମେ ଆମ୍ଭକୁ ଅପେକ୍ଷା କରିଛ? ସେମାନେ ଅପେକ୍ଷା କରନ୍ତି ଯୋଉମାନେ ଦିବାରାତ୍ର ତାଙ୍କ ବ୍ୟବସ୍ଥାକୁ ଧ୍ୟାନ କରନ୍ତି, ଯୋଉମାନେ ତାଙ୍କର ରବକୁ ଶୁଣିବାକୁ ପ୍ରସ୍ତୁତ ଅଛନ୍ତି। ଦ୍ୱାରରେ ଯେତେବେଳେ ଆଘାତ ହେଉଛି, ସେ ସ୍ୱରକୁ ସେମାନେ ଜାଣନ୍ତି, ସେ ସାଉଣ୍ଡକୁ ସେମାନେ ଜାଣିଛନ୍ତି, ଏହା ପରମେଶ୍ୱରଙ୍କର ଅଟେ। ମୋର ପଢା ସମୟରେ ଗୋଟେ କଥା ମତେ ଆଜି ମନେ ପଡୁଛି ଯେ ମୋର ଜଣେ ପ୍ରାଇଭେଟ ଟ୍ୟୁଟର ଥିଲେ। ସେ ମତେ ସମୟ ଦେଇଥାନ୍ତି ସକାଳ 4ଟାରେ ଇଂରାଜୀ ପଢେଇବା ପାଇଁ। ମତେ କହିଥାନ୍ତି, ସନ୍ତୋଷ ତୁମେ 3ଟା 45 ବେଳକୁ ପହଞ୍ଚିବାର ଅଛି, ତାପରେ ହେଲେ ଆଉ ମୁଁ ଭେଟେଇବିନି। 3ଟା 45, ଠିକ। ଆଉ ତୁମେ ଆସିଲେ ମୁଁ କେମିତି ଜାଣିବି ତୁମେ ଆସିଲ? ତ ତା ପାଇଁ ମତେ ସେ ଗୋଟେ ନିର୍ଦ୍ଦିଷ୍ଟ ସାଉଣ୍ଡ କହିଥିଲେ ଯେ ଏମିତି ତମେ କବାଟ ଠକ୍ ଠକ୍ କରିବ, ଯଦ୍ୱାରା ମୁଁ ଜାଣିବି ଯେ ସନ୍ତୋଷ ଆସିଲେ, ସେତେବେଳେ ମୁଁ ଫିଟେଇବି। କାରଣ ରାତି ଅଧରେ କାଳେ ଆଉ କିଏ ଆସିକି ବାଡେଇବ। ତ ମୋ ପ୍ରିୟ ମାନେ, ଯଦି ଆପଣ ତାଙ୍କୁ ଜଗିଛନ୍ତି, ତାଙ୍କୁ ଅପେକ୍ଷା କରିଛନ୍ତି, ତାହେଲେ ସେ କବାଟ ଠକ୍ ଠକ୍ ଶବ୍ଦ ଆପଣ ଜାଣିପାରିବେ ଯେ ସେ ଆପଣଙ୍କୁ ଡାକୁଛନ୍ତି ଦ୍ୱାର ଫିଟେଇ ଦେବା ପାଇଁ। ଯୋଉମାନଙ୍କର ଆଜି ଦ୍ୱାର ରୁଦ୍ଧ ହେଇକି ଅଛି, ଯୋଉମାନେ